ପିଲାମାନେ ଆଜି ଆମେ ପୁରାଣ ଯୁଗର ଗୋଟିଏ ସୁନ୍ଦର କାହାଣୀଟିଏ ଶୁଣିବା। କାହାଣୀର ନାଁ ହେଲା ଭକ୍ତ ଧ୍ରୁବ। ଉତ୍ତାନପାଦ ବୋଲି ଜଣେ ରାଜା ଥିଲେ। ତାଙ୍କର 2 ଜଣ ରାଣୀ ଥିଲେ। ଜଣଙ୍କର ନାଁ ସୁନୀତି, ଆଉ ଜଣଙ୍କର ନାଁ ସୁରୁଚି। ରାଜା ଉତ୍ତାନପାଦ ରାଣୀ ସୁରୁଚିଙ୍କୁ ଖୁବ୍ ଭଲ ପାଉଥିଲେ। ସୁରୁଚିଙ୍କ ପୁଅ ଉତ୍ତମ ଓ ସୁନୀତିଙ୍କ ପୁଅ ଧ୍ରୁବ। ଥରେ ରାଜା ରାଜପୁତ୍ର ଉତ୍ତମକୁ କୋଳରେ ବସାଇ ଗେଲ କରୁଥିଲେ। ଧ୍ରୁବ ମଧ୍ୟ ବାପାଙ୍କ କୋଳରେ ବସିବା ପାଇଁ ଖୁସିରେ ଦୌଡ଼ିଗଲେ। ରାଜା ଧ୍ରୁବଙ୍କୁ କୋଳରେ ବସାଇଲେ। ହେଲେ ବିମାତା ସୁରୁଚି ଧ୍ରୁବଙ୍କୁ ଗାଳି ଦେଲେ। ଧ୍ରୁବ କାନ୍ଦି କାନ୍ଦି ମାତା ସୁନୀତିଙ୍କ ପାଖକୁ ଗଲେ। ମାଆଙ୍କ ଆଗରେ ବିମାତାଙ୍କ ଗାଳି ଦେବା କଥା କହିଲେ। ମା ତାଙ୍କୁ ବୁଝାଇ କହିଲେ, ତୁମେ ମନ ଦୁଃଖ କର ନାହିଁ। ଭଗବାନ ବିଷ୍ଣୁଙ୍କୁ ଭକ୍ତିର ସହିତ ପୂଜା କର। ସେ କାହାରି କଷ୍ଟ ସହିପାରନ୍ତି ନାହିଁ। ସେ ତୁମ ଦୁଃଖ ନିଶ୍ଚୟ ଦୂର କରିଦେବେ। ତୁମେ ନିଶ୍ଚୟ ଦିନେ ରାଜସିଂହାସନରେ ବସିବ। ଦିନେ ରାତିରେ ସେଇ 5 ବର୍ଷର ବାଳକ ଧ୍ରୁବ ମା ଶୋଇଥିବା ସମୟରେ ତପସ୍ୟା କରିବା ପାଇଁ ବଣକୁ ଚାଲିଗଲେ। ବାଟରେ ମହର୍ଷି ନାରଦ ଧ୍ରୁବଙ୍କୁ ଦେଖିଲେ। ବନଗମନର କାରଣ ପଚାରିଲେ। ଧ୍ରୁବ ନାରଦଙ୍କୁ ସବୁ କଥା କହିଲେ। ନାରଦ ବୁଝାଇ କହିଲେ, ତୁମେ ଛୋଟ ବାଳକ। ଭଗବାନ ବିଷ୍ଣୁଙ୍କ ଆରାଧନା ଖୁବ୍ କଷ୍ଟସାଧ୍ୟ। ତୁମେ ଏ କାମ କରିପାରିବ ନାହିଁ। ଜଙ୍ଗଲରେ ବାଘ, ଭାଲୁ, ସିଂହ, ସାପ ଆଦି ହିଂସ୍ର ଜନ୍ତୁଙ୍କର ଭୟ ବି ରହିଛି। ତେଣୁ ତୁମେ ରାଜନଅରକୁ ଫେରିଯାଅ। ମାତ୍ର ଧ୍ରୁବଙ୍କ ଈଶ୍ୱର ଭକ୍ତି ଓ ଈଶ୍ୱର ବିଶ୍ୱାସ ଦେଖି ନାରଦ ତାଙ୍କୁ ଯମୁନା ନଦୀ କୂଳକୁ ପଠାଇଦେଲେ। ଧ୍ରୁବଙ୍କୁ ଓଁ ନମୋ ଭଗବତେ ବାସୁଦେବାୟ ମନ୍ତ୍ର ଶିଖାଇ ଦେଲେ। ବାଳକ ଧ୍ରୁବ ଏହି ମନ୍ତ୍ର ଉଚ୍ଚାରଣ କରି କଠୋର ତପସ୍ୟା କଲେ। ଧ୍ରୁବଙ୍କ ତପସ୍ୟାରେ ଭଗବାନ ବିଷ୍ଣୁ ସନ୍ତୁଷ୍ଟ ହୋଇ ଦେଖାଦେଲେ ଓ ତାଙ୍କୁ ବର ଦେଲେ। ଧ୍ରୁବ ନିଜ ରାଜ୍ୟରେ ରାଜା ହୋଇ ସୁଖରେ ପ୍ରଜା ପାଳିଲେ।